ବାରିପଦାରେ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଲା ମା ପାଇଁ ଗଛଟିଏ 200 ଊର୍ଦ୍ଧ୍ୱ ଚାରା ରୋପଣ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏବଂ କୃଷି ବିଭାଗର ଅଧିକାରୀମାନେ। କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏବଂ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଏ ଉମା ମହେଶ ଯୋଗଦେଇ ଦେବେନ୍ଦ୍ରପୁର ଅଞ୍ଚଳ ନିକଟସ୍ଥ ଉଦ୍ୟାନରେ ଚାରା ରୋପଣ କରି ଗଛ ପ୍ରଜ୍ଞାବରଣ ପାଇଁ କେତେ ଯେ ଉପାଦାୟ ସେ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ବହୁ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଯୋଡ଼ି ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ସେ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ଆଜିର ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଯୋଜନାରେ 200 ଊର୍ଦ୍ଧ୍ୱ ଚାରା ଦେବେନ୍ଦ୍ରପୁରଠାରେ ରୋପଣ କରାଯାଇଛି। प्रकाश थाउ कि विश्व परिवेश दिवस अवसर में माननीय प्रधानमंत्री एक पेड़ मां के नाम कार्यक्रम शुभारंभ करते। बारिपदारू गौरगिरी दास रिपोर्ट, जनशक्ति टीवी।